ଇପିଏଫ୍ଓ ଧାରକଙ୍କ ପାଇଁ ବଡ଼ ଖବର। ଏବେ ନିୟମରେ ଆସିଲା ବଡ଼ ପରିବର୍ତ୍ତନ। ଯଦି ଆପଣଙ୍କର ମଧ୍ୟ ଇପିଏଫ୍ଓ ଅଛି ତେବେ ଜାଣି ରଖନ୍ତୁ ଏବେ ଜାରି ହେଲା ଆଉ କିଛି ନୂଆ ସୂଚନା। ଏଣିକି ମାସେ ଚାକିରି ତଳରେ ମିଳିବ ପେନ୍ସନ୍। କ'ଣ ରହିଛି ଅପଡେଟ୍ ଇପିଏଫ୍ଓ ସମ୍ବନ୍ଧୀୟ ଆମେ ଜାଣିବା ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ସରକାର କର୍ମଚାରୀମାନଙ୍କୁ ବଡ଼ ରିଲିଜ୍ ଦେଇ ଏମ୍ପ୍ଲୟିଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ ଅର୍ଥାତ୍ ଇପିଏଫ୍ଓ ପେନ୍ସନ୍ ନିୟମରେ ଗୁରୁତ୍ୱପୂର୍ଣ୍ଣ ଦେଇଛନ୍ତି କିମ୍ବା ପରିବର୍ତ୍ତନ କରିଛନ୍ତି। ଏବେ ଯଦି ଜଣେ କର୍ମଚାରୀ ମାତ୍ର 1 ମାସ ବି ଚାକିରି କରନ୍ତି ତେବେ ସେ ଏମ୍ପ୍ଲୟି ପେନ୍ସନ୍ ସ୍କିମ୍ ଅର୍ଥାତ୍ ଇପିଏଫ୍ଓ ଅଧୀନରେ ଲାଭ ପାଇବେ। ଏହି ସଂଶୋଧନ ବିଶେଷ କରି ଯୁବକ ଓ ଅସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ବଡ଼ ଉପଯୋଗୀ। ଯେଉଁମାନେ ବିପିଓ, ଲଜିଷ୍ଟିକ୍, ଇ-କମର୍ସ ଏବଂ ଚୁକ୍ତି ଆଧାରିତ ଚାକିରିରେ କାମ କରନ୍ତି। ପୂର୍ବରୁ ନିୟମ ଥିଲା ଯେ ଜଣେ ବ୍ୟକ୍ତି 6 ମାସରୁ କମ୍ ସମୟ ଚାକିରି କରୁଥିଲେ ତାଙ୍କର ପେନ୍ସନ୍ ଅବଦାନକୁ ଗଣନା କରାଯାଉନଥିଲା, ଅର୍ଥାତ୍ ତାଙ୍କର ପେନ୍ସନ୍ ଅଂଶ ନଷ୍ଟ ହୋଇଯାଉଥିଲା। କିନ୍ତୁ ଏବେ ନୂଆ ନିୟମ ଅନୁସାରେ ପରିବର୍ତ୍ତନ କରାଯାଇଛି। ଏବେ ମାତ୍ର 1 ମାସ ଚାକିରି କରିବା ପରେ ମଧ୍ୟ ଏଫ୍ ଅଧୀନରେ ଆସିବେ ଏବଂ ଭବିଷ୍ୟତରେ ପେନ୍ସନ୍ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହେବେ। ତେବେ ଏହି ନିୟମ ସେହି ସେକ୍ଟରର କର୍ମଚାରୀଙ୍କ ପାଇଁ ସବୁଠାରୁ ଅଧିକ ଉପଯୋଗୀ ହେବ ଯେଉଁଠାରେ ଚାକିରିର ଅବଧି ବେଶୀ ଦିନ ଥାଏ ବା ନଥାଏ। ବିପିଓ, ଲଜିଷ୍ଟିକ୍, ଇ-କମର୍ସ ଏବଂ ଚୁକ୍ତି ଆଧାରିତ କାର୍ଯ୍ୟରେ ଅଧିକାଂଶ କର୍ମଚାରୀ ଶୀଘ୍ର ଚାକିରି ଛାଡ଼ି ଦିଅନ୍ତି। ପୂର୍ବରୁ ତାଙ୍କର ପେନ୍ସନ୍ ଅବଦାନ ନଷ୍ଟ ହୋଇଯାଉଥିଲା, କିନ୍ତୁ ଏବେ ଏହା ଟଙ୍କା ଖାତାରେ ସୁରକ୍ଷିତ ରହିବ ଏବଂ ଭବିଷ୍ୟତରେ ପେନ୍ସନ୍ ଲାଭ ମିଳିବ। ତ ଫ୍ରେଣ୍ଡ, ଇଏ ହୋଇଥିଲା ଆପଣମାନଙ୍କ ପାଇଁ କିଛି ଅପଡେଟ୍। ଯଦି ଆପଣଙ୍କୁ ଅପଡେଟ୍ଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।